Hello everyone, welcome back to my channel दिशा क्लासेस। ମୁଁ ଦୀପ୍ତି ଆପଣମାନଙ୍କୁ ଦିଶା କ୍ଲାसेसରେ ସ୍ୱାଗତ କରୁଛି। ଆମେ ଜେଟେଟ୍ର କ୍ଲାସ୍ କରୁଥିଲୁ, କିନ୍ତୁ ମୋ ମୋବାଇଲ ପ୍ରୋବ୍ଲେମ୍ ଯୋଗୁଁ ମୁଁ କ୍ଲାସ୍ ଆଉ ନେଉନଥିଲି। ଏବେ ମୁଁ କ୍ଲାସ୍ ରେଗୁଲାର ନେବି, କାରଣ ମୋବାଇଲର ଯେଉଁ ପ୍ରୋବ୍ଲେମ୍ ଥିଲା ତାହା ସର୍ଟ ଆଉଟ୍ ହେଇଯାଇଛି। ତ ଆଜି ଆମେ ପ୍ରାକ୍ଟିସ୍ ସେଟ୍ କରିବା। ଇଏ ଆମର ପ୍ରାକ୍ଟିସ୍ ସେଟ୍ ନମ୍ବର 2। ଆଉ ଏହା ଆମର ଲେଭଲ୍ 1 ଲେଭଲ୍ 2 ଦୁଇ ଜଣ ଯାକର ଦେଖିବେ। ଯିଏ ବି ଲେଭଲ୍ 1ର ଷ୍ଟୁଡେଣ୍ଟ ଆଉ ଲେଭଲ୍ 2ର ଷ୍ଟୁଡେଣ୍ଟ ସମସ୍ତେ ଏହି ଭିଡ଼ିଓକୁ ଦେଖିବେ। ଆମର ଯେଉଁ ଚାପ୍ଟର 1 ରହିଛି ଲେଭଲ୍ 2ର ଓଡ଼ିଆ ଭାଷା, ସ୍ୱରୂପ, ଲିପି ଓ ବର୍ତ୍ତନୀ ଏବଂ ଉଚ୍ଚାରଣ। ଏଇ ବର୍ତ୍ତନୀ ଯେଉଁ ରହିଲା ସେଇଠି ଆମର କିଛି ଶୁଦ୍ଧ ଶବ୍ଦ ଆଉ ଶବ୍ଦର ସଂଶୋଧନ ଆସିଥାଏ। ତାହାକୁ ହିଁ ଆଜି ଆମେ ପଢ଼ିବା। ଯଦି ଆପଣମାନେ ଚ୍ୟାନେଲ୍ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରିନେବେ ଆଉ ଭିଡ଼ିଓକୁ ଟିକେ ଲାଇକ୍ କରିଦେବେ। ଆଜିର କ୍ୱେଶ୍ଚିନ୍ ନମ୍ବର 1, ଅନୁସୂୟା ଶବ୍ଦଟିର ଶୁଦ୍ଧ ରୂପ କ'ଣ ହେବ? ଅନୁସୂୟା ନା ଏଇ ଅନୁସୂୟା ନା ଅନୁସୂୟା? ଅନୁସୂୟା କେଉଁ ଅନୁସୂୟାଟି ହେବ? ଆମର ଦନ୍ତସୁରେ ଦୀର୍ଘ ଉକାର ସୁ ୟମେ ଅକାର ୟା ଅନୁସୂୟା। ହେଲେ ଆମର ଅପସନ୍ ବି ଯେଉଁ ରହିଲା ତାହା ହେଇଯିବ ଆମର ସଠିକ୍ ଉତ୍ତର। ନେକ୍ସଟ ଆମର କ୍ୱେଶ୍ଚିନ୍ 2 ଦେଖିବା। ଆଜିକାଲି ପ୍ରତ୍ୟେକ ଲୋକମାନେ ସ୍ୱାର୍ଥପର ହୋଇଗଲେଣି। ରେଖାଙ୍କିତ ପଦର ଶୁଦ୍ଧ ରୂପ ଲେଖ। ପ୍ରତ୍ୟେକ ଲୋକମାନେ, ପ୍ରତ୍ୟେକ ମାନେ ବି ଆମର ସମସ୍ତଙ୍କୁ ବୁଝଉଛି, ଆଉ ଲୋକମାନେ ମଧ୍ୟ ବହୁବଚନ। ତେଣୁ ଦୁଇଟା ଯାକର ଆମର ଏକା ସାଙ୍ଗରେ ଲାଗିବ ନାହିଁ। ଯଦି ପ୍ରତ୍ୟେକ ରହିବ ତାହେଲେ ଲୋକମାନେ ହେବ ନାହିଁ, ଆଉ ଯଦି ଲୋକମାନେ ରହିଲା ତାହେଲେ ପ୍ରତ୍ୟେକ ହେବ ନାହିଁ। ତେଣୁ ଦେଖିବା ଆମର ଅପସନ୍ କ'ଣ ରହିଛି? ପ୍ରତ୍ୟେକ ଲୋକମାନେ, ପ୍ରତ୍ୟେକ ଲୋକ, ପ୍ରତି ଲୋକମାନେ, ସବୁ ଲୋକମାନେ। ତେଣୁ ଆମର ସଠିକ୍ ଉତ୍ତର ହେଇଯିବ ପ୍ରତ୍ୟେକ ଲୋକ। ନେକ୍ସଟ ଆମର କ୍ୱେଶ୍ଚିନ୍ ନମ୍ବର 3 ଦେଖିବା। ଅଧିକ୍ୟତା ଶବ୍ଦଟିର ଶୁଦ୍ଧ ରୂପ ଲେଖ। ଅଧିକ୍ୟତା, ତାର ସଠିକ୍ ଉତ୍ତର ହେଇଯିବ ଆଧିକ୍ୟ। ଅଧିକ୍ୟତା ହୁଏ ନାହିଁ, ଆଧିକ୍ୟ ହୁଏ। ତେଣୁ ଆଧିକ୍ୟ ହେଇଯିବ ତାର ଶୁଦ୍ଧ ରୂପ। ନେକ୍ସଟ ଆମର କ୍ୱେଶ୍ଚିନ୍ ନମ୍ବର 4, ଶବ୍ଦ ଶୁଦ୍ଧ ଶବ୍ଦଟିକୁ ବାଛ। ଉତ୍କର୍ଷଣ, ଉତ୍କର୍ଷ୍ୟ, ଉତ୍କର୍ଷ, ଉତ୍କର୍ଷ। ତେଣୁ ଆମର ଅପସନ୍ ଡି ହେଇଯିବ ସଠିକ୍ ଉତ୍ତର ଉତ୍କର୍ଷ। ନେକ୍ସଟ ଆମର କ୍ୱେଶ୍ଚିନ୍ ନମ୍ବର 5, କେଉଁ ଶବ୍ଦଟି ଠିକ୍? ଐକ୍ୟତା, ଐକ୍ୟତା, ଐକ୍ୟ, ଏକତା, ଐକ୍ୟ। ଆମର ଏଇ ଯେଉଁ ଐକ୍ୟ ରହିଲା ଏଇଟା ହେଇଯିବ ଶୁଦ୍ଧ ଶବ୍ଦ, ଆଉ ତାକୁ ଆମେ ଏକତା ବୋଲି ବି କହିପାରିବା। ଏକତା ବି ତାର ଶୁଦ୍ଧ ରୂପ ଅଟେ। ନେକ୍ସଟ ଆମର ଦେଖିବା କ୍ୱେଶ୍ଚିନ୍ ନମ୍ବର 6, ଠିକ୍ ଶବ୍ଦଟିକୁ ବାଛ। କାର୍ପଣ୍ୟତା, କାର୍ପଣ୍ୟ, ଯାହାକୁ ଆମେ କୃପଣତା ବୋଲି କହିଥାଉ। କାର୍ପଣ୍ୟତା, କୃପଣ୍ୟତା। ଆମର ଅପସନ୍ ବି ହୋଇଯିବ ସଠିକ୍ ଉତ୍ତର କାର୍ପଣ୍ୟ, ଯାହାକୁ ଆମେ କୃପଣତା ବୋଲି ମଧ୍ୟ କହିଥାଉ। ନେକ୍ସଟ ଆମର କ୍ୱେଶ୍ଚିନ୍ ନମ୍ବର 7, କେଉଁଟି ଶୁଦ୍ଧ ରୂପ? ଶିକ୍ଷୟିତ୍ରୀ, 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 ଶିକ୍ଷୟିତ୍ରୀ। ଆମର ଶିକ୍ଷୟିତ୍ରୀର ସଠିକ୍ ସ୍ପେଲିଂ ହେଉଛି, ଶୁଦ୍ଧ ରୂପ ହେଉଛି ଅପସନ୍ ନମ୍ବର ବି ଶିକ୍ଷୟିତ୍ରୀ। ଏଥିମଧ୍ୟରୁ କେଉଁଟି ଶୁଦ୍ଧ? ଶୁଶ୍ରୂଷା, 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 ଶୁଶ୍ରୂଷା। କେଉଁଟି ହେବ? ଆମର ମୂର୍ଦ୍ଧନ୍ୟାସ ଯେଉଁ ରହେ ସେଇଠି ଆମର ସଠିକ୍ ଉତ୍ତର ହେବ। ତେଣୁ ଅପସନ୍ ନମ୍ବର ଏ ହୋଇଯିବାର ସଠିକ୍ ଉତ୍ତର। ନେକ୍ସଟ ଆମର କ୍ୱେଶ୍ଚିନ୍ ନମ୍ବର 9 ରହିଲା, କେଉଁଟି ଶୁଦ୍ଧ ଶବ୍ଦ? ଆକାଂକ୍ଷାର କେଉଁଟି ଶୁଦ୍ଧ ହେବ? ନା ଆମର ଅପସନ୍ ସି ଯେଉଁ ଦେଇଛି ଆକାଂକ୍ଷା, ଏଇଟି ଆମର ଶୁଦ୍ଧ ରୂପ। ନେକ୍ସଟ ଆମର କ୍ୱେଶ୍ଚିନ୍ ନମ୍ବର 10, କେଉଁଟି ଅଶୁଦ୍ଧ ଶବ୍ଦ? ଅପରାହ୍ନ, ଭୌଗୋଳିକ, ଅପଦସ୍ଥ, ଦଶରଥୀ। କେଉଁଟି ହେଇଯିବ ଆମର ଅଶୁଦ୍ଧ ଶବ୍ଦ? ଅପଦସ୍ଥ, କାରଣ ଆମର ଅପଦସ୍ଥ ଏମିତି ଲେଖାଯାଏ। ନେକ୍ସଟ ଆମର ରହିଲା କ୍ୱେଶ୍ଚିନ୍ ନମ୍ବର 11,
ନେକ୍ସଟ ଆମର ରହିଲା 11 ନମ୍ବର ଆବଶ୍ୟକୀୟ। ଏଥିରେ କେଉଁ ପ୍ରକାର ଅଶୁଦ୍ଧି ରହିଛି? ବଚନଗତ, ସମାସଗତ, ତଦ୍ଧିତଗତ ନା ବନାନଗତ? ଆମର ଆବଶ୍ୟକ ଯେଉଁ ରହିଲା ତାର ସଠିକ ଉତ୍ତର ହେଇଯିବ ଆବଶ୍ୟକ, ଯାହା ଆମର ବଚନଗତ ଅଶୁଦ୍ଧି ରହିଛି, ବନାନଗତ ରହିଛି। ନେକ୍ସଟ ଆମର ଦେଖିବା 12 ନମ୍ବର କ୍ୱେଶ୍ଚିନ୍। କେଉଁଟି ଶୁଦ୍ଧ ଶବ୍ଦ? ଆଶିଷ, 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 ଆଶିଷ। ଆମର ଅପସନ୍ ବି ଯେଉଁ ରହିଲା ଆଶିଷ, ଏଇଟା ହେଲା ଶୁଦ୍ଧ ରୂପ। କେଉଁଟି ଶୁଦ୍ଧ ରୂପ? ବହୁବ୍ରୀହି। ବହୁବ୍ରୀହିର ଶୁଦ୍ଧ ରୂପ କେଉଁଟି? ଏଇଟି, ଯାହାକି ବରେ ଆମର ଦୀର୍ଘ ଇ ହୁଏ ଆଉ ହରେ ହର୍ଷେଇକାର। ତେଣୁ ଅପସନ୍ ଏ ହେଇଯିବ ସଠିକ ଉତ୍ତର। ନେକ୍ସଟ ଆମର ରହିଲା 14 ନମ୍ବର ଉଜ୍ଜଳମୟ ଶବ୍ଦଟିକୁ ଶୁଦ୍ଧ କରି ଲେଖ। ଉଜ୍ଜଳମୟ, ତାର ଶୁଦ୍ଧ ରୂପ କଣ ହେଇଯିବ? ଉଜ୍ଜଳ। ଅପସନ୍ ସି ହେଇଯିବ ଆମର ସଠିକ ଉତ୍ତର। ନେକ୍ସଟ ଆମର ରହିଛି କେଉଁଟି ଠିକ ଅଛି? ପାଟବତା, ପାଟବତ୍ୱ, ପଟୁତା ବା ପାଟବ, ପାଟ୍ୟବତା। ତାହେଲେ ଆମର ସଠିକ ଅଛି ପଟୁତା, ଯାହାକୁ ଆମେ ପାଟବ ବୋଲି ମଧ୍ୟ କହିପାରିବା। 15 ନମ୍ବର ଦେଖିବା ଶୁଦ୍ଧ ଶବ୍ଦଟିକୁ ବାଛ। ପୂଜ୍ୟସ୍ପଦ ଯେଉଁ ଆମେ କହିଥାଉ ତାର ସଠିକ ଉତ୍ତର କେଉଁଟା ହେଇଥିବ? ତାର ସଠିକ ଉତ୍ତର ହୁଏ, ଆମ ଶୁଦ୍ଧ ରୂପ ହୁଏ ପୂଜାସ୍ପଦ। ଅପସନ୍ ଡି ହେଇଯିବ ଆମର ସଠିକ ଉତ୍ତର। ଆମେ କହିଲା ବେଳେ ମଧ୍ୟ ବହୁତ ଶବ୍ଦ ଅଛି ଯାହାକୁ ଭୁଲ ଭାଲ କହିଥାଉ। 16 ନମ୍ବର କେଉଁଟି ଶୁଦ୍ଧ ଶବ୍ଦ ନୁହେଁ? କଷଣ, ମସୃଣ, ବେଣୀ, ବାଣୀ। ଆମର କଷଣ ଯେଉଁ ଅପସନ୍ ଏ ଦେଇଛି ତାହା ଶୁଦ୍ଧ ଶବ୍ଦ ନୁହେଁ, ତାର ଶୁଦ୍ଧ ରୂପ ହେଇଯିବ ଏଇଟା ମୂର୍ଧନ୍ୟ ହବ କଷଣ। 17 ନମ୍ବର କେଉଁଟି ଠିକ ଶବ୍ଦ? ବହିଷ୍କୃତ। ବହିଷ୍କୃତର ସଠିକ ଶବ୍ଦଟି କେଉଁଟି? ଅପସନ୍ ବି ବହିଷ୍କୃତ। ନେକ୍ସଟ ଆମର 18 ନମ୍ବର ଠିକ ଶବ୍ଦଟିକୁ ବାଛ। ଜିଗିସା। ଜିଗିସାର ସଠିକ ଉତ୍ତର କେଉଁଟା ହବ? ଆମର ଅପସନ୍ ବି। କେଉଁ ଠିକ ଶବ୍ଦ ନୁହେଁ? କେଉଁଟି ଠିକ ଶବ୍ଦ ନୁହେଁ? ପ୍ରଦୋଷ, କଳୁଷ, ଦୂଷଣ, ଷୋଡ଼ଶ। ଆମର କଳୁଷ ଭୁଲ ଅଛି, କାରଣ କଳୁଷର ସ ଆମର ତାଲବେଶ ହୁଏ ନାହିଁ, ମୂର୍ଧନ୍ୟ ହୁଏ। ଅପସନ୍ ବି ହେଇଯିବ ସଠିକ ଉତ୍ତର। ନେକ୍ସଟ ଆମେ ଦେଖିବା ଆମର କ୍ୱେଶ୍ଚିନ୍ ନମ୍ବର 20। ସବୁ କବିମାନେ ପ୍ରାକୃତିକ ବର୍ଣ୍ଣନାରେ ସିଦ୍ଧହସ୍ତ। ଏହାର ଶୁଦ୍ଧ ରୂପ କଣ? ଆମର ସେଣ୍ଟେନ୍ସ କ'ଣ ରହିଲା? ସବୁ କବିମାନେ। ସବୁ, ଦେଖ ସବୁ ଆଉ ମାନେ ଦୁଇଟା ଯାକର ଏକା ସାଙ୍ଗରେ ରହିପାରିବ ନାହିଁ ସେଣ୍ଟେନ୍ସରେ। ସବୁ କହିଲେ ବି ଆମେ ସବୁ ବୁଝୁଛୁ, ସମସ୍ତଙ୍କୁ ବୁଝୁଛୁ ନା। ଆଉ କବିମାନେ, କବିମାନେ କହିଲେ ବି ଅନେକ ବହୁବଚନ, ତେଣୁ ଏଇ ଦୁଇଟା ଯାକର ଏକା ସାଙ୍ଗରେ ରହିବେ ନାହିଁ। ତ ଆମର ସଠିକ ଉତ୍ତର କ'ଣ ହେଇଯିବ? ସବୁ କବି ପ୍ରାକୃତିକ ବର୍ଣ୍ଣନାରେ ସିଦ୍ଧହସ୍ତ। କବିମାନେ ପ୍ରକୃତି ବର୍ଣ୍ଣନାରେ ସିଦ୍ଧହସ୍ତ। ସବୁ କବିମାନେ ପ୍ରକୃତି ବର୍ଣ୍ଣନାରେ ସିଦ୍ଧହସ୍ତ ନା କବିମାନେ ପ୍ରାକୃତିକ ବର୍ଣ୍ଣନାରେ ସିଦ୍ଧହସ୍ତ? ତେଣୁ ଆମର ସଠିକ ଉତ୍ତର ହେଇଯିବ କବିମାନେ ପ୍ରକୃତି ବର୍ଣ୍ଣନାରେ ସିଦ୍ଧହସ୍ତ। ଅପସନ୍ ବି ହେଇଯିବ ସଠିକ ଉତ୍ତର। ନେକ୍ସଟ ଆମେ ଦେଖିବା କ୍ୱେଶ୍ଚିନ୍ ନମ୍ବର 21। ଦାଶରଥୀ, ଏହାର ଶୁଦ୍ଧ ରୂପ କେଉଁଠି? ଶୁଦ୍ଧ ରୂପ ହବ ଅପସନ୍ ଏ, ଥରେ ହର୍ଷେଇକାର। ନେକ୍ସଟ ଆମର କ୍ୱେଶ୍ଚିନ୍ ନମ୍ବର 22। ଭୌଗୋଳିକ, ଏହାର ଶୁଦ୍ଧ ରୂପ କେଉଁଠି? ଭୌଗୋଳିକ। ଭୌଗୋଳିକର ଆମ ଶୁଦ୍ଧ ରୂପ ହେଇଯିବ ବି, ଗୋରେ ଏକାର ଆକାର ଲାଗିବ। ଥରେ ଲେଖିକି ଦେଖିଲେ ଆମର ଶୁଦ୍ଧ ରୂପଟା ଆମେ ନିଜେ ନିଜେ ଲେଖିପାରିବା, ଯଦି ଓଡ଼ିଆ ପ୍ରାକ୍ଟିସରେ ଥିବ। ଯଦି ପ୍ରାକ୍ଟିସରେ ନଥିବ ତାହେଲେ ଟିକେ ଭୁଲ ଭାଲ ହେବ ଆଉ, ତେଣୁ ଏସବୁ ଟିକେ ମନେ ରଖିବା ପାଇଁ ପଡ଼ିବ। ନେକ୍ସଟ ଆମର କ୍ୱେଶ୍ଚିନ୍ ନମ୍ବର 23। ଗୋଟିଏ ପିମ୍ପୁଡ଼ିଟିଏ, ଦେଖ ଗୋଟିଏ ପୁଣି ପିମ୍ପୁଡ଼ିଟିଏ, ଏଟାରେ ବି ଦେଇଛି ସିଙ୍ଗୁଲାର ମାନେ ଏକବଚନ, ଆଉ ଟିଏ ବି ଏକବଚନରେ ଲାଗେ। ତେଣୁ ଦୁଇଟା ଯାକ ଆମର କେମିତି ଠିକ ହବ? ଏହା କେଉଁ ପ୍ରକାର ଉଦାହରଣ ହବ? ମାନେ କ'ଣ ଭୁଲ ରହିଛି? ବଚନଗତ ଅଶୁଦ୍ଧି ରହିଛି, ଏକବଚନରେ ଦୁଇଟା ଯାକ ଦେଇଛି ନା, ତେଣୁ ଅପସନ୍ ବି ହେଇଯିବ ଆମର ସଠିକ ଉତ୍ତର। ଏକ ତ ଆମର ଗୋଟିଏ ପିମ୍ପୁଡ଼ି କହିବା, ନହେଲେ ପିମ୍ପୁଡ଼ିଟିଏ କହିବା, ତେଣୁ ଅପସନ୍ ବି ହେଇଯିବ ଆମର ସଠିକ ଉତ୍ତର। ନେକ୍ସଟ କ୍ୱେଶ୍ଚିନ୍ ନମ୍ବର 24। ମୂଷା ଗଣେଶଙ୍କ ବାହନ ଅଟେ। ବାହନ ଅଟେ, ବାକ୍ୟଟିକୁ ଶୁଦ୍ଧ କରି ଲେଖ ବା କ'ଣ ହେବ? ମୂଷା ଗଣେଶଙ୍କ ବାହନ ଅଟେ,
ମୂଷା ଗଣେଶଙ୍କ ବାହନ ଅଟେ। ସବୁଥିରେ ସେଇ ହିଁ ଲେଖା ହେଇଛି, ତ ତାର ଅପସନ୍ କେଉଁଟା ଠିକ୍ ହେବ? ମୂଷା ଗଣେଶଙ୍କ ବାହନ ଅଟେ। ଏଠାରେ ଆମର ଏଇ ଯେଉଁ ତାଲବେଶଟା ଦେଇଛି, ସରି ମୂର୍ଦ୍ଧନ୍ୟାସଟା ଦେଇଛି, ମୂର୍ଦ୍ଧନ୍ୟାସ ହୁଏ କି ନା? ଆମର ତାଲବେଶ ହୁଏ। ତେଣୁ ଅପସନ୍ ବି ହେଇଯିବର ଆମର ସଠିକ୍ ଉତ୍ତର। ନେକ୍ସଟ ଆମର क्वेश्चन नंबर 25, केउटी ठीक? सौजन्यता, सौजन्यता जो रही आमर कौटी ठीक हम? ऑप्शन नंबर डी सौजन्य बा सुजनता। ऑप्शन डी है सठिक उत्तर। नेक्स्ट जनता मानकर यह शुद्ध कर लिख। जनतार सबु जनता मानकर ना समस्त जनतार? जनता मानकर, जनता माने तो सबू, आ जनता मानकर पुणी कौन? जनतार। ऑप्शन ए हो आमर सठिक उत्तर। जनता माने तो बहुत ना, बहुवचन, तेणु आमर मानकर केमिति लागिवो? मानकर लागिवो नाही। शुद्ध शब्दटी बाछ। संक्षिप्त लिख, संक्षिप्त लिख, संक्षेप लिख कि संक्षिप्त लिख, कौटा हम? संक्षेप लिख। तेणु ऑप्शन सी हो आम सठिक उत्तर। नेक्स्ट आमर विसर्ण शब्दटी को शुद्ध कर लिख। विसर्ण कौटा हम? एटा हम बी नंबर, बी मूर्धन्यस्य न, विसर्ण। नेक्स्ट आम क्वेश्चन नंबर 29, साहाय्य शुद्ध रूप केउटी? साहाय्य, साहाय्य लेखिकी देखिबा आमर एटा ऑप्शन ए, रेप लागिबो नाही। साहाय्य। दुरावस्था, दुरावस्थार शुद्ध रूप केउटी? टिके आगरू आमे करिथिलु एरा, तो यार शुद्ध रूप हो जिवो जो दीर्घटा हटि जिवो, दुरावस्था हो जिवो। ऑप्शन डी हो जिवो आमर। नेक्स्ट आमर क्वेश्चन नंबर 31, अनुवादित शुद्ध कर लेख। कौन हो तार सठिक उत्तर? अनुदित। ऑप्शन सी। नेक्स्ट आमर क्वेश्चन नंबर 32, यातायात शब्दटीर शुद्ध रूप लेख। ताले यार आमर सठिक उत्तरटा कौटा हो? चारटा ऑप्शन रहा, आपण मैंने देखंतु। ऑप्शन डी जाता और यात। योरे मध्य आकार लगे, तोरे मध्य, जोरे मध्य, जाता यात। शिक्षयित्री शब्दटी को शुद्ध कर लेख। ये शायद आगुरी हो जाइए, तेणु ऑप्शन बी हो सठिक उत्तर। ठीक शब्द बाछ। अपराह्न, अपराह्न कौटा सठिक हम? ऑप्शन बी अपराह्न। नेक्स्ट 35, ठीक शब्द लेख। अन्वेषण, अन्वेषण सठिक उत्तर कौटा हम? ऑप्शन सी। ठीक शब्द लेख। उत्तीर्ण, उत्तीर्ण कौटा हम? उत्तीर्ण, बी। ऑप्शन बी हो उत्तीर्ण। फोर्टी क्वेश्चन आज करिया आमे। शुद्ध शब्दटी को लेख। गोटिए पिंपुड़ीटीए, गोटिए पिंपुड़ी, गोटे पिंपुड़ीटे, केतेक पिंपुड़ी माने? येटा आम आगरू मु डिस्कशन कर सारछि। ऑप्शन बी गोटिए पिंपुड़ी। नेक्स्ट आमर क्वेश्चन नंबर 38, शुद्ध शब्दटी को लेख। पुष्करिणी, पुष्करिणी शुद्ध शब्द कौटा हम? ऑप्शन सी हो। नेक्स्ट आमर 39, शुद्ध शब्दटी को लिख। यार शुद्ध शब्द कौन हो? ऑप्शन बी परिष्कार, परिष्कार एटा हम आम सठिक। नेक्स्ट आमर क्वेश्चन नंबर 40, शुद्ध शब्दटी को लिख। सामासिक, सामासिक शुद्ध शब्द कौटा हम? ऑप्शन सी। तो आज MCQ सेट रे एतिकी करवा। आउ मो बुक रो जहाँ भी देछि ताकू PDF करके मो व्हाट्सएप ग्रुप रे सेंड कर देबी। आपण मानकू जदि दरकार डाउनलोड करिवे आ देखि नेबे। ताकू मने रखिबा पय चेष्टा करिवे। बारंबार जदि आमे पढ़िबा ताले ता निश्चय भाव रे मने रहि जिवो। आज रो क्लास रे सेतिकी आमे डेली आमे अबे क्लास करिबा। मु चेष्टा करिवि डेली वीडियो बनेबा पय। आपण माने देखि नेबे वीडियो आउ ग्रुप रे जते दूर संभव मु जहाँ भी हबो डिस्कशन नोट्स बा जो सेट ताहा मु देई देबी। आपण माने व्हाट्सएप ग्रुप रे जॉइन करि नेबे, जहाँ कि मु डिस्क्रिप्शन रे यार लिंक देई देई थाए। आज रो क्लास रे सेतिकी।